ଜୟ ଜଗନ୍ନାଥ। ଆଜି ଆମେ ଓଡ଼ିଆ ବ୍ୟାକରଣର କିଛି ଅଧ୍ୟୟନ କରିବାକୁ ଯାଉଛୁ, ଯେଉଁଟାକୁ ଆମେ ଜାଣିବା ନିତ୍ୟାନ୍ତ ଦରକାର। କାରଣ 10ମ ଶ୍ରେଣୀରେ ଲେଖା ଅଛି, ବାନ୍ଧି ଜାଣିଲେ ଯେମିତି ମଥା ସୁନ୍ଦର ଦିଶେ, କହି ଜାଣିଲେ ସେମିତି ଓଡ଼ିଆ ଭାଷା ସୁନ୍ଦର ମଧୁର ଲାଗେ। ଏବଂ ଆମେ ଯେହେତୁ ଓଡ଼ିଆ ଲୋକେ ଓଡ଼ିଆ କହୁ, ତ ସେଇ ଆମେ ଯେତେବେଳେ କହୁ ଓଡ଼ିଆ, ଅନ୍ୟମାନଙ୍କ ଆଗରେ ଯେଉଁ ବାକ୍ୟ ବୋଲୁ, ସେଇ ବାକ୍ୟକୁ ଶୁଣି ଅନ୍ୟମାନଙ୍କର ହୃଦୟରେ କିପରି ଭାବରେ ଆମେ ଜାଗାଟିଏ ସୃଷ୍ଟି କରିବା, ତାଙ୍କୁ କିପରି ଭାବରେ ଆମର ବଚନ ସୁନ୍ଦର ଲାଗିବ, ମଧୁର ଲାଗିବ, ସେ ପ୍ରତି ଦୃଷ୍ଟି ଦେବା ପାଇଁ ବା ସେ ପ୍ରତି ଧ୍ୟାନ ଦେବା ପାଇଁ ଆମକୁ ଓଡ଼ିଆ ବ୍ୟାକରଣ ପଢ଼ିବାକୁ ପଡ଼ିଥାଏ। ତ ଓଡ଼ିଆ ବ୍ୟାକରଣ ଯେହେତୁ ପଢ଼ିବାକୁ ପଡ଼ିଥାଏ, ଓଡ଼ିଆ ବ୍ୟାକରଣର କିଛି ଅଂଶ ଯେମିତିକି ଶବ୍ଦ ହୋଇଲା, ପଦ କ'ଣ, ପଦର ପ୍ରକାର ଭେଦ କ'ଣ, ଏସବୁକୁ ଯେତେବେଳେ ଆମେ ଗୋଟିଏ ଅଧ୍ୟାୟରେ ଆଲୋଚନା କରିବା କି କିପରି ଭାବରେ ଗୋଟିଏ ବାକ୍ୟ ଗଠିତ ହୋଇଥାଏ, ଶବ୍ଦ କାହାକୁ କୁହାଯାଏ, ପଦ କ'ଣ, ସେ ବିଷୟରେ ଆମେ ଜାଣିଲେ ଆମେ ତାହାକୁ ଗୋଟିଏ ବାକ୍ୟରେ ବ୍ୟବହୃତ କରିକି ଆମେ ଭଲ ଭାବରେ ଆମେ ଗୋଟିଏ ବାକ୍ୟ କହିପାରିବା, ଯାହାକୁ ଶୁଣି ଲୋକମାନେ ଆନନ୍ଦିତ ହେବେ, ଯାହାକୁ ଶୁଣି ସମସ୍ତେ ଖୁସି ହେବେ। ତ ଶବ୍ଦ କ'ଣ? ପ୍ରଥମେ ଆମେ ଜାଣିବା କି ଶବ୍ଦ କ'ଣ। ଶବ୍ଦ ହେଉଛି କ'ଣ? ଶବ୍ଦ ଆମେ ଅନେକ ଶବ୍ଦ କହିଥାଉ, ଅନେକ ପ୍ରକାରର ଶବ୍ଦ କହିଥାଉ। ଯେପରିକି ଶବ୍ଦ ତାହେଲେ କ'ଣ? ସେ ଶବ୍ଦ କ'ଣ? ସୀତା କହୁଛୁ, ଗଛ କହୁଛୁ, ବା ଘର କହୁଛୁ, କି ଗଙ୍ଗା ହଉ, କି ଯେ ପ୍ରକାର ବି ଶବ୍ଦ କହୁଛୁ, ସେ ଶବ୍ଦ କ'ଣ? ଶବ୍ଦ କାହାକୁ ନେଇ ଗଠିତ? ତ ଏକରୁ ଏକାଧିକ ଅକ୍ଷର ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାହାକୁ ଶବ୍ଦ ବୋଲି କରି କହିଥାଉ। କି ଯେତେବେଳେ ଆମେ ଅକ୍ଷର କହିଲେ ବର୍ଣ୍ଣମାଳା, ଓଡ଼ିଆ ବର୍ଣ୍ଣମାଳାର ଅକ୍ଷର ନେଇକି ଆମେ ଗୋଟିଏ ଶବ୍ଦ ଗଢ଼ିଲା, 2ଟା ଅକ୍ଷରକୁ ନେଇକି ବନେଇଲା, 3ଟା ଅକ୍ଷରକୁ ନେଇ ବନେଇଲା, ନା 4ଟା ଅକ୍ଷରକୁ ବନେଇଲା, ତ ସେ ସବୁକୁ ମାତ୍ରା ଫଳା ସବୁକୁ ଆମେ ସଂଯୁକ୍ତ କରି ଯେଉଁ ଶବ୍ଦଟିଏ ସୃଷ୍ଟି କଲୁ, ସେ ଶବ୍ଦର ଯେତେବେଳେ ଅର୍ଥ ଥିବ ତାକୁ ଆମେ ଶବ୍ଦ ବୋଲି କରି କହିପାରିବା। ଉଦାହରଣରେ ଦିଆଯାଇଛି କ'ଣ? ଉଦାହରଣରେ ଦିଆଯାଇଛି ସୀତା, ଗଛ, ଘର ଏବଂ କରତ। ସୀତା କହିଲେ ଜଣେ ସ୍ତ୍ରୀ ଲୋକର ନାମ କହିଲେ ବୁଝାଏ। ଗଛ କହିଲେ ଗଛ ବୃକ୍ଷକୁ ବୁଝାଏ। ଘର କହିଲେ ଯେଉଁଠାରେ ଆମେ ବାସ କରୁଛେ, ଯେଉଁଠାରେ ଆମର ଜୀବନ ବିତାଉଛେ, ସେଇଟା ହେଉଛି ଘର। କରତ କହିଲେ ଯେଉଁଟା ଆମେ କାଟୁଛୁ, କରତ, ସେଇଟା ହେଉଛି କରତ। କିନ୍ତୁ ଉଦାହରଣ 2ରେ ଦିଆଯାଇଛି, ଉଦାହରଣ 1ରେ ତ ସେଇଟା ହେଉଛି ଶବ୍ଦ କୁହାଯିବ, କିନ୍ତୁ ପ୍ରକୃତରେ କ'ଣ 2 ନମ୍ବରରେ ଯାହା ଅଛି ଉଦାହରଣରେ ତାହା ମଧ୍ୟ କି ଶବ୍ଦ? ଏହା ହେଉଛି ପ୍ରଶ୍ନବାଚକ। କି ସେନ ଆମର 2ରେ ଦିଆଯାଇଛି କର, ର, ତ, କ, ରଘ, ଟରପ, ଏଇଟା କ'ଣ ଅର୍ଥ? ଏଇଟା କ'ଣ କୌଣସି ପ୍ରକାରର ଶବ୍ଦର ଅର୍ଥ? ଏପରି କୌଣସି ପ୍ରକାରର ଅର୍ଥ ନାହିଁ। ଯାହା ଅର୍ଥହୀନ ତାହାକୁ ଆମେ କେବେ ବି ଶବ୍ଦ ବୋଲି କହିପାରିବା ନାହିଁ। ତ ଯେଉଁଠାରେ ଶବ୍ଦ ଆମେ କିପରି ଚିହ୍ନିବା? ଶବ୍ଦକୁ ଚିହ୍ନିବାକୁ ହେଲେ ଆମ୍ଭକୁ ଜାଣିବାକୁ ହେବ କି ଶବ୍ଦର 2ଟି ତତ୍ତ୍ୱ ଅଛି ବୋଲି ଜାଣିବାକୁ ହେବ। ଶବ୍ଦର କେତୋଟି ତତ୍ତ୍ୱ ଅଛି? 2ଟି ତତ୍ତ୍ୱ ଅଛି। କ'ଣ? ଅର୍ଥ ତତ୍ତ୍ୱ ଏବଂ ସମ୍ବନ୍ଧ ତତ୍ତ୍ୱ। ଅର୍ଥ ତତ୍ତ୍ୱ ଏବଂ ସମ୍ବନ୍ଧ ତତ୍ତ୍ୱ କହିଲେ କ'ଣ? ଅର୍ଥ କହିଲେ କ'ଣ? ଅର୍ଥ ତତ୍ତ୍ୱ କହିଲେ ଅର୍ଥ ହେଉଛି ଶବ୍ଦର ଆତ୍ମା ସ୍ୱରୂପ। କାହିଁକି ଆତ୍ମା ସ୍ୱରୂପ? ଗୋଟିଏ ଶରୀରରେ ବା ଗୋଟିଏ ପିଣ୍ଡ ହେଉଛି, ଆମେ ହେଉଛୁ ଗୋଟିଏ ପିଣ୍ଡ, ଶରୀର ହେଉଛି ଗୋଟିଏ ପିଣ୍ଡ। ସେ ପିଣ୍ଡରେ ଆତ୍ମା ଥିଲେ ଚଲା ବୁଲା କରିଥାଏ।
ଆମେ ଏଠୁ ସେଇଠିକି ଯାଉଛେ, ଆମେ ଖାଉଛେ ପିଉଛେ ବା କୌଣସି ପ୍ରକାର କାର୍ଯ୍ୟ କରୁଛେ, କିନ୍ତୁ ଯେତେବେଳେ ସେ ପିଣ୍ଡରେ ସେ ଶରୀରରେ ଆତ୍ମା ନଥାଏ ଆମେ କୌଣସି ପ୍ରକାର କାର୍ଯ୍ୟ କରିପାରିବା ନାହିଁ, ସେ ମରିଗଲା ବୋଲି ଆମେ ବୁଝି ନେଇଥାଉ। ତ ସେହିପରି ଭାବରେ ଗୋଟିଏ ଅର୍ଥ ହେଉଛି ଶବ୍ଦର ଆତ୍ମା। ଯଦି ଅର୍ଥ ନାହିଁ ତାକୁ ଆମେ କେବେ ବି ଶବ୍ଦ ବୋଲି କରି କହିପାରିବା ନାହିଁ। ଜଣେ ବ୍ୟକ୍ତିର ଦେହରେ ଯଦି ଆତ୍ମା ନଥାଏ ତାକୁ ଆମେ ତାକୁ ଶବ ବୋଲି କହିଥାଉ। ସେହିପରି ଭାବରେ ଗୋଟିଏ ଶବ୍ଦର ଆତ୍ମା ହେଉଛି ଅର୍ଥ। ଅର୍ଥ ନାହିଁ ତ ଶବ୍ଦ ତାକୁ କହିପାରିବା ନାହିଁ। ତାପରେ ଆସିଲା ପଦ। ପଦ କହିଲେ କ'ଣ? ପଦ କହିଲେ ଯେତେବେଳେ ଗୋଟିଏ ଶବ୍ଦ ବା ଅନେକ ଶବ୍ଦ ବାକ୍ୟରେ ବ୍ୟବହୃତ ହୋଇଥାନ୍ତି ତାକୁ ପଦ ବୋଲି କୁହାଯାଏ। ଆମେ ଯେତେବେଳେ ଆମେ ପଢ଼ିଲା କି ଶବ୍ଦ କ'ଣ? ଶବ୍ଦ ଯେଉଁ ଶବ୍ଦ ଆମେ ଗଠନ କଲା ଅକ୍ଷରମାନଙ୍କୁ ନେଇ, ବର୍ଣ୍ଣମାଳାକୁ ନେଇ, ଆଉ ଫଳା ମାତ୍ରା ସମସ୍ତଙ୍କୁ ନେଇ ଯେଉଁ ବାକ୍ୟ ବା ଗୋଟିଏ ଶବ୍ଦ ଗଢ଼ିଲା, ସେଇ ଶବ୍ଦ ଗୁଡ଼ାକୁ ନେଇକି ଆସି ଗୋଟିଏ ବାକ୍ୟରେ ଆମେ ତାକୁ ବ୍ୟବହୃତ କଲେ ତାକୁ କ'ଣ କହୁଛୁ? ଆମେ ପଦ ବୋଲି କହୁଛୁ। ଉଦାହରଣ ଦିଆଯାଇଛି ହିମାଳୟ ଭାରତର ଉତ୍ତରରେ ଅଛି। ହିମାଳୟ ଏଠାରେ କେତୋଟି ଅଛି? ଏଠାରେ ଉଦାହରଣରେ କେତୋଟି ଆମର ପଦ ଅଛି? 4ଟା ପଦ। କ'ଣ? ହିମାଳୟ ଗୋଟେ ପଦ, ଭାରତ ଗୋଟିଏ ପଦ, ଉତ୍ତରରେ ଗୋଟେ ପଦ, ଅଛି ଗୋଟେ ପଦ। ତ ଏଇ ଯେଉଁ ଉଦାହରଣ ଅଛି, ହିମାଳୟ ଗୋଟିଏ ପଦ, ହିମାଳୟ ଗୋଟିଏ ଶବ୍ଦ, ଭାରତ ଗୋଟିଏ ଶବ୍ଦ, ଉତ୍ତରରେ ଗୋଟିଏ ଶବ୍ଦ, ଅଛି ଗୋଟିଏ ଶବ୍ଦ। ତ ଏଇ ସବୁ ଯେତେବେଳେ ଗୋଟିଏ ଯୁକ୍ତ ହୋଇ ଯେଉଁ ବାକ୍ୟ ସୃଷ୍ଟି କଲେ ତାର ଗୋଟିଏ ଅର୍ଥ ଅଛି। ତ ଅର୍ଥ ଥିବା ଯୋଗୁଁ ତାକୁ ଆମେ ଗୋଟେ ବାକ୍ୟ କହିଲେ, ଆଉ ଯାହାର ଅର୍ଥ ଅଛି ସେ ଶବ୍ଦ ମଧ୍ୟ। ତ ଯେତେବେଳେ ସେଇ ଶବ୍ଦକୁ ଅର୍ଥ ଥିବା ଶବ୍ଦକୁ ଆମେ ବାକ୍ୟରେ ବ୍ୟବହୃତ କଲେ ତାକୁ ଆମେ ଗୋଟିଏ ପଦ ବୋଲି କରି କହିଲୁ। କିନ୍ତୁ ଏଠାରେ କୁହାଯାଇଛି ହିମାଳୟ କେଉଁଠାରେ ଅଛି? ହିମାଳୟ କେଉଁଠାରେ ଅଛି? କୋଶ୍ଚିନ୍ ଅଛି। ତ ଭାରତର ଉତ୍ତରରେ ଅଛି। କ'ଣ? ଏଇଠାରେ କୋଶ୍ଚିନ୍ ଦେଲା ହିମାଳୟ କେଉଁଠାରେ ଅଛି? ଏଇଥିରେ ଆମେ ଲେଖିଥିଲା ଉତ୍ତରରେ ଅଛି। ତ ଭାରତର ଉତ୍ତରରେ ଅଛି କ'ଣ? ହିମାଳୟ। ତେଣୁ ଏଇ ଯେଉଁ କୋଶ୍ଚିନ୍ଟା ଅଛି ତାର ସମ୍ବନ୍ଧ ଅଛି ନା ନାହିଁ? ଉତ୍ତରରେ ଅଛି। କ'ଣ କେମିତି ଅଛି? ନା ହିମାଳୟ ଭାରତର ଉତ୍ତରରେ ଯେହେତୁ ଅଛି, ତାର ସହିତ ଯେଉଁ କୋଶ୍ଚିନ୍ ରହିଲା, କୋଶ୍ଚିନ୍ର ସହିତ ଉତ୍ତର କୌଣସି ସମ୍ପର୍କ ଅଛି, ସେଥିପାଇଁ ତାକୁ ସମ୍ବନ୍ଧ ତତ୍ତ୍ୱ ବୋଲି କହିଲା। ଏବେ ଜାଣିଲା ସମ୍ବନ୍ଧ ତତ୍ତ୍ୱ କ'ଣ? ତ ତାହାକୁ ଆମେ କ'ଣ? ସମ୍ବନ୍ଧ ତତ୍ତ୍ୱ ବୋଲି କରି କହିଥାଉ। ପ୍ରତ୍ୟେକ ପଦକୁ ଗୋଟିଏ କାଁଟା କୁହାଯାଏ? ଏକକ ବୋଲି କରି କୁହାଯାଏ। ଗୋଟିଏ ଏକକ ବୋଲି କରି କୁହାଯାଏ। ପଦ ତାହେଲେ କେତେ ପ୍ରକାର? ପଦ କେତେ ପ୍ରକାରର ପଦ ଅଛି? ପଦ ଆମର 5 ପ୍ରକାରର ପଦ ଅଛି। କେତେ ପ୍ରକାରର ପଦ ଅଛି? 5 ପ୍ରକାରର ପଦ ଅଛି। ପଦ 5 ପ୍ରକାରର ଅଛି। କ'ଣ? ସେଇଟା ହେଉଛି ବିଶେଷ୍ୟ ପଦ, ବିଶେଷଣ ପଦ, ସର୍ବନାମ ପଦ, ଅବ୍ୟୟ ପଦ, କ୍ରିୟାପଦ। କ'ଣ? ପଦ ଆମର 5 ପ୍ରକାରର। ସେ ପଦ ହେଉଛି ବିଶେଷ୍ୟ ପଦ ଗୋଟେ ଅଛି, ବିଶେଷଣ ପଦ ଗୋଟେ ଅଛି, ସର୍ବନାମ ପଦ ଗୋଟେ ଅଛି, ଅବ୍ୟୟ ପଦ ଗୋଟେ ଅଛି ଏବଂ କ୍ରିୟାପଦ ଗୋଟେ ଅଛି। ପ୍ରଥମେ ଆମେ କ'ଣ ପଢ଼ିବା ତାହେଲେ? ପ୍ରଥମେ ଯେହେତୁ ବିଶେଷ୍ୟ ପଦ ଅଛି ତ ବିଶେଷ୍ୟ ପଦ ବିଷୟରେ ପଢ଼ିବା। ବିଶେଷ୍ୟ ପଦ କ'ଣ? ଯେଉଁ ପଦ କୌଣସି ନାମକୁ ପ୍ରକାଶ କରେ ତାହାକୁ ବିଶେଷ୍ୟ ପଦ ବୋଲି କହନ୍ତି। ଏହି ନାମ କୌଣସି ବ୍ୟକ୍ତି, ଜାତି, ବସ୍ତୁ, ଗୁଣ ବା କ୍ରିୟାର ନାମ ହୋଇଥିବା ଦରକାର। କି ବିଶେଷ୍ୟ ପଦ କହିଲେ ଯେଉଁ ଗୋଟେ ପଦ ଅଛି ସେଇ ପଦ କେବଳ ଗୋଟିଏ ବ୍ୟକ୍ତିର ନାମ
ନେଲେ ଜାତିର ନାମ, ବସ୍ତୁ ବା ପଦାର୍ଥର ନାମ, ଗୋଟେ ଗୁଣର ନାମ ବା କ୍ରିୟାର ନାମକୁ ବୁଝାଉଥିଲେ ତାକୁ ଆମେ କ'ଣ ବିଶେଷ୍ୟ ପଦ ବୋଲି କରି କହିଥାଉ। ତାକୁ ଆମେ ବିଶେଷ୍ୟ ପଦ ବୋଲି କରି କହିଥାଉ। ବିଶେଷ୍ୟ ପଦ ସେଟା ଜାତିର ନାମ ହଉ କି କୌଣସି ବ୍ୟକ୍ତିର ନାମ ହଉ କି କୌଣସି ବସ୍ତୁର ନାମ ହଉ ନା ଗୁଣର ନାମ ହଉ ନା କ୍ରିୟାର ନାମ, କେବଳ ନାମକୁ ଯେଉଁ ପଦ ଦ୍ୱାରା ଆମେ ବୁଝିଥାଉ ତାକୁ ବିଶେଷ୍ୟ ପଦ ବୋଲି କରି କହିଥାଉ। ଏଠାରେ ଆଉ ଥରେ ଜଣାଇ ଦେବା ପାଇଁ ଚାହେଁ, ବିଶେଷ୍ୟ ପଦ କ'ଣ? ବିଶେଷ୍ୟ ପଦ କହିଲେ ଯେଉଁ ପଦ ଦ୍ୱାରା କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ ବା ଯେକୌଣସି ଦ୍ରବ୍ୟକୁ ସୂଚାଏ ବା ଆମକୁ ସୂଚନା ଦିଏ ତାକୁ ବିଶେଷ୍ୟ ପଦ ବୋଲି କରି କୁହାଯାଏ। ବିଶେଷ୍ୟ ପଦ ଆମର 5 ପ୍ରକାର। କ'ଣ? ବିଶେଷ୍ୟ ପଦ ହେଉଛି 5 ପ୍ରକାର। ପଦରେ 5 ପ୍ରକାର ଥିଲା ଯେ ବିଶେଷ୍ୟ ତାହାର ଗୋଟିଏ ଅଂଶ ବିଶେଷ। ତ ଏଠାରେ ବିଶେଷ୍ୟ ପଦକୁ ଆଉ 5 ଭାଗରେ ବିଭକ୍ତ କରାଯାଇଛି। 6 ନମ୍ବର ଅଛି, କିନ୍ତୁ ଆମକୁ ଯେହେତୁ ଆମର ବହିରେ 5ଟି ଦିଏ ତ ଆମେ 5ଟା ହିଁ ପଢ଼ିବା। 6 ନମ୍ବର ଆମେ ଛାଡ଼ିଦେବା। କ'ଣ? ଗୋଟିଏ ହେଲା ବ୍ୟକ୍ତିବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ଦ୍ରବ୍ୟବାଚକ ବିଶେଷ୍ୟ, ଭାବବାଚକ ବିଶେଷ୍ୟ ଏବଂ ସ୍ଥାନବାଚକ ବିଶେଷ୍ୟ। ସ୍ଥାନବାଚକ ବିଶେଷ୍ୟ ପ୍ରଥମେ କ'ଣ ହେଲା? ତାହେଲେ ଆମେ ପ୍ରଥମେ କ'ଣ ପଢ଼ିବାକୁ ପଡ଼ିବ ନା ବ୍ୟକ୍ତିବାଚକ ବିଶେଷ୍ୟ ବିଷୟରେ ପଢ଼ିବାକୁ ପଡ଼ିବ। କ'ଣ? ବ୍ୟକ୍ତିବାଚକ ବିଶେଷ୍ୟ ବିଷୟରେ ପଢ଼ିବାକୁ ପଡ଼ିବ। ବ୍ୟକ୍ତିବାଚକ ବିଶେଷ୍ୟ ବିଷୟରେ ପଢ଼ିବାକୁ ହେଲେ କ'ଣ? ବିଶେଷ୍ୟ କେତେ ପ୍ରକାର? 5 ପ୍ରକାର ଏନେ ଅଛି। ବ୍ୟକ୍ତିବାଚକ ବିଶେଷ୍ୟ, ବ୍ୟକ୍ତିବାଚକ ବିଶେଷ୍ୟ, ବ୍ୟକ୍ତିବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ଗୁଣବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ। ପ୍ରଥମେ କ'ଣ? ବ୍ୟକ୍ତିବାଚକ ବିଶେଷ୍ୟ କହିଲେ କ'ଣ? ଯେଉଁ ବିଶେଷ୍ୟ ପଦ ଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ନାମକୁ ବୁଝାଏ ତାହାକୁ ବ୍ୟକ୍ତିବାଚକ ବିଶେଷ୍ୟ ବୋଲି କରି କୁହନ୍ତି। ଗୋଟିଏ ପଦ ଅଛି ବିଶେଷ୍ୟ ପଦ, ଯେଉଁ ପଦ ଦ୍ୱାରା ଆମେ ଜାଣୁଛୁ କି ସେ ଶବ୍ଦର ଅର୍ଥ ହେଉଛି ଗୋଟିଏ ଲୋକର ନାଁ, ଗୋଟିଏ ଲୋକର ପରିଚୟ, ତାହେଲେ ଆମେ ତାକୁ କ'ଣ ବୋଲି କରି କହିବା? ବ୍ୟକ୍ତିବାଚକ ବିଶେଷ୍ୟ। ଉଦାହରଣ ଯେପରିକି ରାମ ଶ୍ୟାମ। ରାମ ଶ୍ୟାମ ଏଇଟା ଗୋଟେ ଜଣେ ବ୍ୟକ୍ତିର ନାମ ବା ଜଣେ ବ୍ୟକ୍ତିର ପରିଚୟ। ଏବେ ଦେଶର ନାମକୁ ଆସିବା। ଦେଶର ନାମ ଦ୍ୱାରା ଆମେ ଜାଣୁଛୁ ସେଇଟା ସେ ଦେଶ, ସେଇଟା ସେ ଦେଶ। ତ ଦେଶର ନାମ ବି ମଧ୍ୟ କ'ଣ ହେବ? ବ୍ୟକ୍ତିବାଚକ ବିଶେଷ୍ୟରେ ଆସିବ। ଯେପରିକି ଭାରତ, ଜାପାନ ଗୋଟିଏ ଦେଶର ନାମ ଯେ ପ୍ରକାର ଶବ୍ଦ ହଉ କେବଳ ସେ ନାମ ହେଇଥିବା ଦରକାର, ତାହେଲେ ଆମେ ତାକୁ କ'ଣ କହିପାରିବା? ବ୍ୟକ୍ତିବାଚକ ବିଶେଷ୍ୟ। ଏବେ ନଦୀ ନାମରେ ଆସିଲା ଗଙ୍ଗା, ଯମୁନା ହଉ କି ଯେକୌଣସି ପ୍ରକାରର ହଉ, ସେଇଟା ଗୁଡ଼ାକ କେଉଁଥିରେ ଆସିବ? ବ୍ୟକ୍ତିବାଚକ ବିଶେଷ୍ୟରେ ଆସିବ। ତାପରେ ହେଲା ଜାତିବାଚକ ବିଶେଷ୍ୟ। ଜାତିବାଚକ ବିଶେଷ୍ୟ କହିଲେ କ'ଣ? ନା ଯେଉଁ ବିଶେଷ୍ୟ ପଦ ଦ୍ୱାରା କୌଣସି ଜାତିକୁ ପ୍ରକାଶ କରେ ତାକୁ ଆମେ ଜାତିବାଚକ ବିଶେଷ୍ୟ ବୋଲି କରି କହିବା। ଯେଉଁ ବିଶେଷ୍ୟ ପଦ, ଗୋଟେ ବିଶେଷ୍ୟ ପଦ ଅଛି, ସେ ବିଶେଷ୍ୟ ପଦରେ ଗୋଟେ ଜାତିର ନାମକୁ ବୁଝାଉଥିବ। ଜାତିକୁ ନାମକୁ ଯେମିତିକି ମଣିଷ, ଉଦାହରଣ ଦେଇଥିବ ମଣିଷ ଜାତି ହଉ, ଗାଈ ଜାତି ହଉ, ଗଛ, ଛେଳି। କାହିଁକି ଏସବୁ ଉଦାହରଣ ହେଲା? ମଣିଷ କହିଲେ ତ ଗୋଟିଏ ମଣିଷକୁ ଆମେ ବୁଝୁନାହିଁ। ଗାଈ କହିଲେ ଗୋଟିଏ ଗାଈକୁ ତ ବୁଝୁନାହିଁ। ଗଛ କହିଲେ ଗୋଟିଏ ତ ବୁଝୁନାହିଁ। ଛେଳି କହିଲେ ତ ଗୋଟିଏ ଛେଳିକୁ ଆମେ ବୁଝୁନାହିଁ। ଆମେ ମଣିଷ କହିଲେ ମଣିଷ ଜାତିକୁ ବୁଝୁଛୁ, ଗାଈ କହିଲେ ଗାଈ ଜାତିକୁ ବୁଝୁଛୁ, ଗଛ କହିଲେ ଗଛ ଜାତିକୁ ବୁଝୁଛୁ, ଛେଳି କହିଲେ ଛେଳି ଜାତିକୁ। ସେଥିପାଇଁ ଏହା ଜାତିବାଚକ ବିଶେଷ୍ୟ ବୋଲି କରି କୁହାଗଲା। ତାପରେ ଆସିଲା କ'ଣ? ତାପରେ ଆସିଲା ବସ୍ତୁବାଚକ ବିଶେଷ୍ୟ। ବସ୍ତୁବାଚକ ବିଶେଷ୍ୟ କହିଲେ କ'ଣ? ଗୋଟିଏ ପଦାର୍ଥ, ବସ୍ତୁର ଅର୍ଥ ହେଉଛି ପଦାର୍ଥ। ପଦାର୍ଥ କ'ଣ? ଯେଉଁ ବିଶେଷ୍ୟ ପଦ ଦ୍ୱାରା ପଦାର୍ଥ ବା ବସ୍ତୁର ନାମକୁ ପ୍ରକାଶ କରେ ତାକୁ ବସ୍ତୁବାଚକ ବିଶେଷ୍ୟ ବୋଲି କରି କୁହାଯାଏ। ଗୋଟେ ବିଶେଷ୍ୟ ପଦ ଅଛି, ଯେଉଁ ବିଶେଷ୍ୟ ପଦକୁ ଆମେ ଜାଣିଲା ବା ଗୋଟେ ଶବ୍ଦକୁ ଜାଣିଲା କି ସେ ଶବ୍ଦ କୌଣସି ପ୍ରକାର ବସ୍ତୁ ବା ପଦାର୍ଥକୁ ସୂଚାଉଛି, ତାହେଲେ ଆମେ ତାକୁ ବସ୍ତୁବାଚକ ବିଶେଷ୍ୟ ବୋଲି କରି କହିପାରିବା। ଉଦାହରଣ ଦେଇଛି ବାଲି, ମାଟି, କାଠ, ଲୁହା, ସୁନା। ଏସବୁ ଗୋଟେ ଗୋଟେ ବସ୍ତୁ। ବାଲି କହିଲେ ଗୋଟେ ବାଲି କହିଲେ ବାଲି, ମାଟି କହିଲେ ମୃତ୍ତିକା, କାଠ କହିଲେ ଆମର କାଠ,
ଲୁହା ଲୁହା, ସୁନା ସୁନା। ତ ସେସବୁ ଗୋଟେ ଗୋଟେ ବସ୍ତୁ ଏ ପଦାର୍ଥ ଏ। ଏବେ ପୋଷାକ ମଧ୍ୟ ହେବ, ବୁକ୍ ହେବ, ପଛେ କଲମ ହେବ, ଅନେକ ପ୍ରକାର ଫଳମୂଳ ହେବ। ସେଇଟା ଗୋଟେ ଗୋଟେ ବସ୍ତୁ ଏ। ଆମ ଚାରିପାଖରେ ଯାହା ସବୁ ଦିଶୁଛି ସମସ୍ତେ ବସ୍ତୁ। ତ ସେସବୁ ହେଉଛି କ'ଣ, କେଉଁଥିରେ ଯିବ? ବସ୍ତୁବାଚକ ବିଶେଷ୍ୟରେ ଯିବ। ତାପରେ ଆସିଲା କିନ୍ତୁ। ଏଠାରେ ଅଛି, ଲେଖା ଅଛି କି ସୁନା ଗୋଟେ ବସ୍ତୁ, ଗୋଟିଏ ସୁନା ହେଉଛି ଗୋଟିଏ ବସ୍ତୁ। କିନ୍ତୁ ସେ ସୁନାରୁ ଗୋଟିଏ ହାର ଯଦି ଆମେ ସୃଷ୍ଟି କରିବା, ଗୋଟିଏ ହାର ବନେଇବା, ତାହେଲେ ସେଇଟା ସୁନାମାନଙ୍କର ସମାହାରରେ ହାର ତିଆରି। ତ ସେଇଟା ଜାତିବାଚକ ବିଶେଷ୍ୟରେ ହୋଇଯିବ। ତାହା କ'ଣ ହେବ? ଜାତିବାଚକ ବିଶେଷ ହୋଇଯିବ। ଏଇଟା ସମସ୍ତେ ମନେ ରଖିବାର ଅଛି। ପଛେ ତାପରେ ଅଛି ଗୁଣବାଚକ ବିଶେଷ। ଗୁଣବାଚକ ବିଶେଷ 4 ନମ୍ବରରେ ଗୁଣବାଚକ ବିଶେଷ। ଗୁଣବାଚକ ଗୁଣ କହିଲେ ଆମର ଗୁଣ। ତ ସେ ଗୁଣବାଚକ ବିଶେଷ କହିଲେ କ'ଣ? ଯେଉଁ ପଦ ଦ୍ୱାରା କୌଣସି ଗୁଣ ନାମକୁ ବୁଝାଏ ସେ ଗୁଣକୁ ଗୁଣବାଚକ ବିଶେଷ ବୋଲି କହନ୍ତି। ଉଦାହରଣରେ କ'ଣ ଦେଇଛି? ଉଦାହରଣରେ ସାଧୁତା, ନେତୃତ୍ୱ, ସୌନ୍ଦର୍ଯ୍ୟ ଏବଂ ଦୁଃଖ, ସୁଖ ଏପରି ଅନେକ ପ୍ରକାରର କ'ଣ ସାଧୁତା କହିଲେ ସମସ୍ତଙ୍କର ଯିଏ ସମ୍ମାନ କରେ, ସମସ୍ତଙ୍କର ଦୁଃଖ ସୁଖକୁ ସାଏ, ସେ ହେଉଛି ସାଧୁତା। ନେତୃତ୍ୱ କ'ଣ? କୌଣସି ପ୍ରକାରର ନେତୃତ୍ୱ ନେବା, ସେଇଟା ହେଉଛି ନେତୃତ୍ୱ, ଗୋଟେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ସୌନ୍ଦର୍ଯ୍ୟ ହେଲେ ସୁନ୍ଦର, ଦୁଃଖ ବୋଇଲେ କ୍ଲେଶ। ସେସବୁ ହେଉଛି ଗୋଟେ ଗୋଟେ କ'ଣ ନା ଗୁଣବାଚକ ବିଶେଷ। ତାଟା ହେଉଛି କ'ଣ? ଗୁଣବାଚକ ବିଶେଷ୍ୟ। ଗୁଣବାଚକ ଏଇଟା ଗୁଣରେ, ଏଇଟା ଗୁଣବାଚକ ବିଶେଷ୍ୟ। 5ରେ ଅଛି ଆମର କ୍ରିୟାବାଚକ ବିଶେଷ। କ୍ରିୟାବାଚକ ବିଶେଷ କହିଲେ କ'ଣ? କ୍ରିୟାବାଚକ ବିଶେଷ କହିଲେ ଯେଉଁ ପଦ ଗୁଡ଼ିକ କୌଣସି କ୍ରିୟା ନାମକୁ ବୁଝାଏ ସେଗୁଡ଼ିକୁ କ୍ରିୟାବାଚକ ବିଶେଷ। ଗୋଟିଏ ପଦ ଅଛି, ଗୋଟିଏ ପଦ ବା ଗୋଟିଏ ଶବ୍ଦ ଅଛି, ଯେଉଁ ଶବ୍ଦରେ ଆମେ ଜାଣିଲେ ଏଇଟା ଗୋଟିଏ କ୍ରିୟା। ଯେପରିକି ମୁଁ ଖାଇଲି, ମୁଁ ପିଇଲି, ପଢ଼ିଲି, ଲେଖିଲି, ଏଇଟା ଗୋଟେ ଗୋଟେ କ୍ରିୟା। ଯେହେତୁ ଗୋଟେ କାର୍ଯ୍ୟ କ୍ରିୟା ମାନେ କାର୍ଯ୍ୟ, ତ ଗୋଟିଏ କାର୍ଯ୍ୟକୁ ବୁଝାଏ, ତାକୁ ଆମେ କ'ଣ କହୁ? କ୍ରିୟାବାଚକ ବିଶେଷ୍ୟ ବୋଲି କହୁ। ଯେମିତିକି ଖିଆ, ପିଆ, ପଢ଼ା ଏସବୁ ଗୋଟେ ଗୋଟେ କ୍ରିୟାବାଚକ ବିଶେଷ୍ୟ। ଏଇଟା ହେଉଛି କ'ଣ? କ୍ରିୟାବାଚକ ବିଶେଷ୍ୟ। ଏଠାରେ ମଧ୍ୟ କେତେକ ଉଦାହରଣ ଅଛି। ଉଦାହରଣ ଦେଖିବା। ବ୍ୟକ୍ତିବାଚକ ବିଶେଷରେ ଯେମିତି ରାମ, ଶ୍ୟାମ, ସୁରେଶ, ଶ୍ରୀମତୀ, କଳିଙ୍ଗ ଇତ୍ୟାଦି ହେଉଛି ଗୋଟେ ଗୋଟେ କ'ଣ ବ୍ୟକ୍ତିବାଚକ ବିଶେଷ୍ୟ। ଉଦାହରଣ ଜାତିବାଚକ ବିଶେଷରେ କ'ଣ ଦେଇଛି? ମଣିଷ, ପଶୁ, ପକ୍ଷୀ, ଗଛ, ଫୁଲ ଏସବୁ ହେଉଛି। ଆଉ ଆମର ଦ୍ରବ୍ୟବାଚକ ବା ବସ୍ତୁବାଚକ, ଆମ ଦ୍ରବ୍ୟବାଚକ ଅଛି। ଦ୍ରବ୍ୟବାଚକ ହେଲେ ସୁନା, ପାଣି, ଦୁଧ, ଚାଉଳ ଏସବୁ ହେଉଛି ବସ୍ତୁ। ଆଉ ଆମର ଭାବବାଚକ ହେଉଛି ଦୁଃଖ, ସୁଖ, ପ୍ରେମ, ସତ୍ୟତା, ସତ୍ୟତୀ, ସୌନ୍ଦର୍ଯ୍ୟ ଏସବୁ ହେଉଛି। ଆଉ ସ୍ଥାନବାଚକ ହେଉଛି ପର, ବିଦ୍ୟାଳୟ, ବଜାର, କଟକ, ଭୁବନେଶ୍ୱର, ଏଇଟା ହେଉଛି। ଏସବୁ ଆମକୁ ମନେ ରଖିବାର ଅଛି। ତ ଆଜିକି ହେଉଛି ଏତିକି। ପରେ ଆମେ ଦେଖିବା ସେଇ ପଦମାନଙ୍କ ମଧ୍ୟରୁ ଆଉ ଗୋଟେ 2 ନମ୍ବରରେ ଥିଲା ବିଶେଷଣ ପଦ। ତ ବିଶେଷଣ ପଦ ଆମେ ପାର୍ଟ 2ରେ ଦେଖିବା। ଜୟ ଜଗନ୍ନାଥ।